ପିଲେ ଗୋଟେ କ୍ୱେଶ୍ଚିନ୍ ଅଛି। କ୍ୱେଶ୍ଚିନ୍ ଏମିତି ଅଛି, 605ଟି ମିଠାକୁ କିଛି ପିଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାରୁ ପ୍ରତ୍ୟେକ ପିଲା ମୋଟ ପିଲା ସଂଖ୍ୟାର 20% ମିଠା ପାଇଲା। ତେବେ ପ୍ରତ୍ୟେକ ପିଲା କେତୋଟି ଲେଖାଏଁ ମିଠା ପାଇଲେ? ପ୍ରଶ୍ନ ବୁଝିହେଲା? ପରିଡ଼ା ପ୍ରଶ୍ନ କ'ଣ ଅଛି? ମିଠା କେତେଟା ଅଛି? 605 ମିଠା ଅଛି। ଆଉ କିଛି ପିଲା ଅଛନ୍ତି ହେଲା, ସେଇ ପିଲାଙ୍କ ମଧ୍ୟରେ କ'ଣ ହବ? ଏଇ 605ଟି ମିଠାକୁ ସମାନ ଭାବରେ ବଣ୍ଟା ହବ। ଏମିତି ବଣ୍ଟା ହବ ଯେପରି ପ୍ରତ୍ୟେକ ପିଲା ମୋଟ ପିଲା ସଂଖ୍ୟାର 20% ପାଇବେ ହେଲା। ତାହେଲେ ପ୍ରତ୍ୟେକ ପିଲା କେତୋଟି ଲେଖା ମିଠା ପାଇବେ? ପ୍ରଶ୍ନ ଏଇଆ ଅଛି ହେଲା। 4ଟା ଅପସନ ପିଲେ ଅଛି। ଗୋଟେ ହେଲା 8, ତାପରେ 9, 10 ଆଉ 11। ତାହେଲେ କୋଉ ଅପସନ ଠିକ ହବ? 8 ମାନେ ଏ ଅପସନ କହିଲେ ଦେଖିବେ କ'ଣ ଆନ୍ସର ଆସୁଛି। ଆନ୍ସର ଦେଖ। ମନେକର ପିଲା ସଂଖ୍ୟା ଆମେ ନବା କେତେ? x ନବା ହେଲା। ଦେଖ ମନେକର ମୋଟ ପିଲା ସଂଖ୍ୟା ଇଜ ଇକ୍ୱାଲ ଟୁ x। କେତେ ମିଠା ଅଛି? 605 ମିଠା ଅଛି। ସେ କହିଲା ବଣ୍ଟା ହେଲା। ବଣ୍ଟା ହେବାରୁ ପ୍ରତ୍ୟେକ ପିଲା କେତେ ମିଠା ପାଇଲେ? ନା ମୋଟ ପିଲା ସଂଖ୍ୟାର କେତେ ଶତକଡ଼ା? 20%। ଏ ଲେଖିବ, ଏଠି ଲେଖ ମିଠା ସଂଖ୍ୟା କେତେ ଅଛି? ମିଠା ସଂଖ୍ୟା ଅଛି 605। ପ୍ରତ୍ୟେକ ପିଲା ମିଠା କେତେ ପାଇଲେ? ନା ମୋଟ ପିଲା ସଂଖ୍ୟାର 20%। ଆଚ୍ଛା, ମୋଟ ପିଲା କେତେ ଅଛି ଆମର? x। ତାମାନେ x ର 20% ସମାନ x ଗୁଣନ 20/100। ଲଘିଷ୍ଠ କରିଦିଅ। 20 କେ 20, 20 ପଞ୍ଚା 100। ଉତ୍ତର ଆସିଲା କେତେ? x/5ଟି ମିଠା ହେଲା। ତାହେଲେ ଯଦି 605ଟି ମିଠାକୁ ବଣ୍ଟା ହବ କାହା ଭିତରେ? ନା x ଜଣ ପିଲାଙ୍କ ମଧ୍ୟରେ ବଣ୍ଟା ହବ। ସେ କହିଛି ପ୍ରତ୍ୟେକ ପିଲା କେତେ ମିଠା ପାଇବେ? ନା ମୋଟ ପିଲା ସଂଖ୍ୟାର କେତେ ଶତକଡ଼ା? 20%। ତା ମୂଲ୍ୟ କେତେ ହେଲା? x/5। ତାହେଲେ ଏଇ ଜିନିଷଟା ହେଲା କ'ଣ? ନା ଗୋଟିଏ ପିଲାର ଭାଗ। ତାହେଲେ ଗୋଟିଏ ପିଲା କେତେ ପାଏ? ଏ ଲେଖ, ଜଣେ ପିଲା ବା ଏକଟି ପିଲାର ମିଠା କେତେଟା? x/5ଟି। ମୋଟ ପିଲା ଆମର କେତେ ଅଛନ୍ତି? x। ଏବେ ଲେଖ x ଜଣ ପିଲା କେତେ ପାଇବେ? x ଜଣ ପିଲାର ମିଠା ଗୁଣା ହବ ନା ଗୁଣା ହବନି? ତାମାନେ x/5 ଗୁଣ କେତେ? x ସମାନ କେତେ ହେଲା? x² କେତେ? 5। ଏଇଟା ହେଲା ମୋଟ ମିଠା ସଂଖ୍ୟା। ଅତଏବ ଲେଖ ଏଇଠି ମୋଟ ମିଠା ସଂଖ୍ୟା କେତେ ହେଲା? x²/5। ବଟ୍ ପ୍ରଶ୍ନର ଦତ୍ତ ଅଛି ମୋଟ ମିଠା କେତେ ଅଛି? 605। ତ ଏ ନମ୍ବରଟା ଯାହା ଏଇଟା ମଧ୍ୟ କ'ଣ ହବ? ସେଇଆ। ସେ ଲେଖ ପ୍ରଶ୍ନ ଅନୁସାରେ x²/5 ଇଜ ଇକ୍ୱାଲ ଟୁ 600। ତାକୁ ଟିକେ ବଜ୍ରଗଣ କର। ଇମ୍ପ୍ଲାଇଜ୍ x² ଇଜ ଇକ୍ୱାଲ ଟୁ 5 × 605 ଗୁଣିଯାଅ। x² ଇଜ ଇକ୍ୱାଲ ଟୁ କେତେ ହେଲା ପିଲେ? 325। x ଇଜ ଇକ୍ୱାଲ ଟୁ କ'ଣ ନବ? ରୁଟ୍ ଓଭର ନବା। କାହାର? 325 ରୁଟ୍ ଓଭର କେତେ? 55 ପିଲେ ହେଲା। x ମୂଲ୍ୟ କେତେ ଆସିଗଲା? 55। x ଟା କ'ଣ? ନା ମୋଟ ପିଲା ସଂଖ୍ୟା। ଏଇଠି ଲେଖ ଅତଏବ ମୋଟ ପିଲା ସଂଖ୍ୟା କେତେ? ମୋଟ ପିଲା ସଂଖ୍ୟା ଇଜ ଇକ୍ୱାଲ ଟୁ କେତେ ହେଲା? 55। ବର୍ଷ ମାଗିଛି ପ୍ରତ୍ୟେକ ପିଲା କେତେ ଲେଖା ମିଠା? ଏଇ ଲେଖା ହେଇଛି। ତାହେଲେ ପ୍ରତ୍ୟେକ ପିଲାର ମିଠା କେତେ ଲେଖା ହେଇଛି? x/5। ଅତଏବ ଲେଖ ପ୍ରତ୍ୟେକ ପିଲାର ମିଠା କେମିତି ବାହାରିବ? ଲେଖା ହେଇଛି ଏଠି x ବଦଳ କେତେ? 5। ତାହେଲେ x/5। x କେତେ? 55/5 କେତେ ହେଲା? 11। ତାହେଲେ କୋଉ ଅପସନ ଠିକ ହେଲା? ଅପସନ ଡି ଅପସନ ଠିକ ହେଲା। ଡି ଭୁଲ ହେଲା। ଠିକ ଅଛି।